ଶୀତ ଦିନେ ସାଧାରଣତଃ ଯୋଉ ଆମ ଶରୀରରେ ଯୋଉ ଚର୍ମ ଅଛି ସେଥିରେ ଓଠ ଫାଟିବା, ମୁହଁରେ ଶୁଖି ରୁଖି ଦେଖାଯିବା, ତ ଏବେ ଏଭଳି ସମସ୍ୟା ରହିଛି। ତାର ସମାଧାନ ବି ଅଛି, ତାର ଉପଚାର ବି ଅଛି। ଆଉ ବିଷୟରେ ଆମେ ମନ୍ତ୍ର ବି ନେବା ଡାକ୍ତରଙ୍କ ଠାରୁ। ଆମ ପାଖରେ ଅଛନ୍ତି ଆଜି ବ୍ରହ୍ମପୁରର ଚର୍ମ ରୋଗ ବିଶେଷଜ୍ଞ ପ୍ରଫେସର ସୁରଜିତ ନାୟକ। ତାଙ୍କଠାରୁ ଏ ଯୋଉ ରୋଗର କଣ ଆର ଚିକିତ୍ସା ଅଛି, କଣ ଉପଚାର ଅଛି, କଣ ମନ୍ତ୍ର ଅଛି, ଏ ମନ୍ତ୍ର ସମ୍ପର୍କରେ ଆଲୋଚନା କରିବା। ସାର୍ ଆପଣଙ୍କୁ ନମସ୍କାର। ଆପଣଙ୍କୁ କନକ ନ୍ୟୁଜକୁ ଆପଣଙ୍କୁ ସ୍ୱାଗତ କରୁଛି। ଯେ କହିବେ କି ସାର୍ ଯୋଉ ଶୀତ ଦିନେ ଯୋଉ ଚର୍ମରେ ଶୁଖି ରୁଖି ଦେଖାଯାଏ କିମ୍ବା ଯୋଉ ଓଠ ଫାଟିବା କି ବିଭିନ୍ନ ଚର୍ମ ରୋଗ ସମସ୍ୟା ଅଛି, ତାର ନିରାକରଣ କେମିତି କରିବ, ଉପଚାର କରିବ, ଆପେ ମନ୍ତ୍ର କଣ ଅଛି? ପ୍ରଥମ କଥା ହେଲା ଶୀତ ଦିନରେ ଆମର ଋତୁ ଅନୁସାରେ ଆମ ଶରୀରରେ ଚର୍ମ ଗୋଟେ ଜିନିଷ, ସବୁ ଜିନିଷକୁ ଯୋଉଟା ଆମର ଏନଭାୟରମେଣ୍ଟାଲ ଚେଞ୍ଜେସ୍ ହଉଛି, ଚର୍ମ ହିଁ ପ୍ରଥମ ଜିନିଷ ଯୋଉଟା ଫେସ୍ କରୁଛି। ଆମକୁ ବଡିକୁ ପ୍ରୋଟେକ୍ଟ କରିବାରେ, ଆମର ଟେମ୍ପରେଚର ରେଗୁଲେସନ କରିବାରେ ଚର୍ମର ବହୁତ ଭୂମିକା ଅଛି। ଆମର ଯେମିତି ପ୍ରଥମ କଥା ହେଲା ଶୀତ ଦିନେ ଆମର ଆର୍ଦ୍ରତା ନଥାଏ, ତେଣୁ ପ୍ରଥମ କଥା ଆମ ଦେହ ଚର୍ମ ଆକାଶରୁ ଆମର ଯେତେ ଆର୍ଦ୍ରତା ଟାଣିକି ଆମ ଦେହଟାକୁ ମଏଷ୍ଟ କରି ଅଲଗା ସିଜନରେ ରଖିଥାଏ। କିନ୍ତୁ ଶୀତ ଦିନେ ସେଇଥିପାଇଁ କଣ ହୁଏ ନା ଆମ ଦେହ ବହୁତ ଶୁଖିଲା ରହେ। ତେଣୁ ଆମକୁ ସମସ୍ତଙ୍କ ଚର୍ମ ଅଲଗା ପ୍ରକାରର, ସବୁ ମଣିଷଙ୍କର କାହାର ଡ୍ରାଏ, କାହାର ମିଡିୟମ ଡ୍ରାଏ, କାହାର ଅଏଲି ସ୍କିନ୍। ବେଶୀ ପ୍ରୋବ୍ଲେମ ହୁଏ ଯୋଉମାନଙ୍କର ଶୁଖିଲା ଚମଡ଼ା ଥାଏ। ତା ଛଡ଼ା ବୟସ୍କ ଲୋକଙ୍କର ଚର୍ମ, ଆଉ ଗୋଟେ ଛୋଟ ପିଲାଙ୍କ ଚର୍ମ, ସେଇମାନେ ହିଁ ବେଶୀ ଶୀତ ଦିନେ ସଫର କରିଥାନ୍ତି। କିମ୍ବା କିଛି ରୋଗ ଥାଏ ଯେମିତି ଡାଇବେଟିସ୍, ଥାଇରଏଡ୍, ଯୋଉଗୁରା ଆମ ଦେହକୁ ଶୁଖିଲା କରିଥାଏ, ସେଇମାନଙ୍କର ବେଶୀ ଶୀତ ଦିନେ ଯତ୍ନ ନେବାର ଆବଶ୍ୟକତା ରହିଛି। ଗୋଟେ ସାଧାରଣ ଲୋକରେ ଆମମାନଙ୍କର ଧାରଣା ଆଗେ ସବୁ ଥିଲା, ଗାଁ ମାନଙ୍କରେ ସମସ୍ତେ ଗାଧେଇଲା ବେଳକୁ ଆଗରୁ ତେଲ ଲଗେଇ ଗାଧାନ୍ତି। ମୁଁ ସେ ବୟସ୍କ ଲୋକମାନଙ୍କୁ ଗୋଟିଏ କଥା କହିବି, ଆପଣମାନେ ଶୀତ ଦିନେ ପ୍ରଥମ କଥା ହେଲା ଦେହର ଗାଧେଇକି ଆସିବେ, ଦେହଟି ଓଦା ଓଦା ଥିବ। ଇଭେନ୍ ମୁଁ ସମସ୍ତ ଗାଁର କହୁନି, ସହର ବୟସ୍କ ଲୋକ ପ୍ରଥମ ହେଲା ଦେହଟା ଓଦା ଥିଲା ଅବସ୍ଥାରେ ହିଁ ନଡ଼ିଆ ତେଲ କି ରାଶି ତେଲ ଯାହା ବି ମାରୁଛନ୍ତି କି ମଇଶ୍ଚରାଇଜର ମାରୁଛନ୍ତି, ବେସିକାଲି ମଇଶ୍ଚରାଇଜର ଏମିତି ୟୁଜ୍ କରନ୍ତୁ ଯୋଉଥିର ବେଶୀ କିଛି ମିଶି ନଥିବ କେମିକାଲ, କି ବହୁତ ବାସ୍ନା ଜିନିଷ ନଥିବ। ପ୍ଲେନ୍ ହ୍ୱାଇଟ୍ ସଫ୍ଟ ପାରାଫିନ୍ ଯେମିତି ମିଳେ, ଭେସଲିନର ବ୍ଲାଣ୍ଡ ମଇଶ୍ଚରାଇଜର ମାରନ୍ତୁ। ଦ୍ୱିତୀୟ କଥା, ଦିନରେ ଦ୍ୱିତୀୟ ଥର ମଇଶ୍ଚରାଇଜର ମାରିବେ, ସେତେ ଦେହଟା ଭଲ ରହିବ। ତୃତୀୟ କଥା, ସବୁବେଳେ ବାହାରକୁ ଗଲେ ଆମେ ଭାବୁ ଶୀତ ଦିନେ ଖରାରେ କିଛି ପ୍ରଭାବ ରହେନି, ବହୁତ ଥଣ୍ଡା ପାଗ ଅଛି, କିନ୍ତୁ ଦେଖାଯାଇଛି ଯେ ଆକାଶର ମେଘ ଜମା ଶୀତ ଦିନେ ପ୍ରାୟ ରହେନି, ତେଣୁ ସନବର୍ନ ହେବାର ଚାନ୍ସେସ୍ ବି ବହୁତ ଅଧିକା ଅଛି। ତେଣୁ ବାହାରକୁ ଗଲାବେଳେ ସବୁବେଳେ ଗୋଟେ ଏନି ସନସ୍କ୍ରିନ୍ ନହେଲେ ଗୋଟେ ଟୋପି ଲଗେଇକି ଯାଆନ୍ତୁ, ଯେମିତି ଖରାର ପ୍ରଭାବ। ଏଇଟା ବେସିକାଲି ମୁଁ ଝିଅମାନଙ୍କ ପାଇଁ କହିବାକୁ ଚାହୁଁଛି, କାରଣ ଆମ ଇଣ୍ଡିଆନ ସ୍କିନ୍ ସହଜରେ ଟ୍ୟାନ୍ ହେଇଯାଏ। ତେଣୁ ଶୀତ ଦିନେ ଏମିତି ବି ବ୍ଲଡ ଭେସେଲ ଗୁରା ଟିକେ କନଷ୍ଟ୍ରିକ୍ଟ ହୁଏ, ଆମ ମୁହଁ ଟିକେ ସେତା ଦିଶେ। ତେଣୁ ବେସିକାଲି ଗୋଟେ ସନସ୍କ୍ରିନ୍ ଦିନ ବେଳା ଯୁଆଡେ ଯାଉଛନ୍ତି ଲଗାନ୍ତୁ, ରାତିରେ ଶୋଇଲା ବେଳେ ମୁହଁ ଧୋଇ ସାରିକି ମଇଶ୍ଚରାଇଜର ଲଗାନ୍ତୁ। ମୁହଁରେ ବି ଯୋଉଟା ବି ଫେସ୍ ୱାଶ ୟୁଜ୍ କରିବେ, ବେଶୀ ଥର ବି ଦରକାର ନାହିଁ। ଯୋଉଟା ଆପଣଙ୍କୁ ମୁହଁକୁ ସୁଟ୍ କରୁଛି ଦିନକୁ 2 ଥର ଲଗେଇବେ। ମୁହଁକୁ ବେଶୀ ଘଷିବା ଦରକାର ନାହିଁ, ଶୀତ ଦିନେ ଆମ ତେଲ ଅଂଶ ପଳେଇବ, ଆମେ ବେଶୀ ଡ୍ରାଏ ହେଇଯିବ। ତେଣୁ ଯେତେ ଫ୍ରିକ୍ୱେଣ୍ଟଲି ମଇଶ୍ଚରାଇଜର ମାରିବେ ଆଉ ସନସ୍କ୍ରିନ୍ ମାରିବେ ଭଲ। ସାର୍ କିଛି ମାନେ ଡାଇଟରେ କିଛି ଖାଦ୍ୟରେ କିଛି ଅଛି ତାର ମାନେ ଯୋଉ ବାରଣ ଅଛି, ଖାଇବା କଣ ନ ଖାଇବା କଣ? ଶୀତ ଦିନେ ନାଇଁ ଖାଇବା, ମୁଁ ତ ସବୁ କହିବି ଏନି ସିଜନରେ ଆମର ଗୋଟେ ନିୟମ ଯେ ଭେଜିଟେବୁଲ ଯେତେ ଖାଇବେ ତାର 4 ଭାଗ ତ ଭେଜିଟେବୁଲ ଖାଉଛନ୍ତି, ଆହୁରି ଆପଣ ନନଭେଜ ଜିନିଷ ଆପଣ 1 ପାର୍ଟ ଖାଇପାରିବେ। କିନ୍ତୁ ଯେତେ ଆମର ଖରା ଦିନେ ଫ୍ରୁଟ୍ସ, ଏଇ ଭେଜିଟେବୁଲ ବେଶୀ ଇମ୍ପୋର୍ଟାନ୍ସ ରହେ। ଶୀତ ଦିନ ଫୁଡର ଏତେ ଇମ୍ପୋର୍ଟାନ୍ସ ନାହିଁ। ଆମେ ଯେତିକି ପର୍ଯ୍ୟନ୍ତ ପନିପରିବା ଯେହେତୁ ବହୁତ ମିଳେ ଶୀତ ଦିନ, ଯେତେ ଗ୍ରୀନ୍ ଭେଜିଟେବୁଲ ଖାଇପାରିବା, ଯୋଉଥିରେ ଆଣ୍ଟି ଅକ୍ସିଡେଣ୍ଟ ଅଛି, ଯୋଉଥିରେ ବେଶୀ ଭିଟାମିନ ଅଛି, ସେଗୁଡ଼ା ଖାଇବା ଭଲ। ଗୋଟେ ବାଲାନ୍ସ ଫୁଡ ସବୁବେଳେ, ନଟ୍ ଖାଲି ଶୀତ ଦିନ ପାଇଁ ନାହିଁ, ସବୁଦିନ ପାଇଁ ଗୋଟେ ବାଲାନ୍ସ ଫୁଡ ଦରକାର ଅଛି। ଯେ ଭେଜିଟେବୁଲ ଛୁଆଙ୍କୁ ଛୋଟ ବଟ ଅଭ୍ୟାସ କରିବା ଦରକାର ଯେ ମାନେ ଭେଜିଟେବୁଲ ବହୁତ ଖାଆନ୍ତୁ, ଗ୍ରୀନ୍ ଭେଜିଟେବୁଲ ଖାଆନ୍ତୁ, ଆଇଁଷ ଖାଆନ୍ତୁ, କିଛି ମନା ନାହିଁ, କିନ୍ତୁ ବାଲାନ୍ସ କରି ଖାଆନ୍ତୁ, 4:1 ରେସିଓରେ ଖାଆନ୍ତୁ। ଆଉ ଗୋଟେ କଥା ହେଲା, ଦ୍ୱିତୀୟ ହେଉଛି ବୟସ୍କ ଯୋଉମାନଙ୍କର ଡାଇବେଟିସ୍ ଆଉ ଥାଇରଏଡ୍ ଅଛି। ଆମର ଡାଇବେଟିସ୍ ଥାଇରଏଡ୍ରେ ମେନ୍ ପ୍ରୋବ୍ଲେମ୍ କ'ଣ ହୁଏ, ବଡିରେ ଡ୍ରାଇନେସ୍ ହୁଏ, ଥାଇରଏଡ୍ରେ ବହୁତ ହୁଏ। ତେଣୁ ମୁଁ ବହୁତ ଜଣ ଆମେ ଏଇଥିରୁ ବଡି ଯଦି ଯାହାର ଡ୍ରାଏ କେବେ ନଥିଲା ଡ୍ରାଏ ହେଉଛି, ତାଙ୍କର ଥାଇରଏଡ୍ ଟେଷ୍ଟ କରିବା ଦରକାର ଯେ ଆର ଥାଇରଏଡ୍ ଅଛି କି ନାହିଁ।
ସେଇ ଯୋଉମାନେ ଥାଇରଏଡ୍ ଡାଇବେଟିସ୍ ପେସେଣ୍ଟ କି ନ୍ୟୁରୋଲୋଜିକାଲ ପେସେଣ୍ଟ କି ଯୋଉମାନେ ବେଡ୍ ରିଡନ୍ ପେସେଣ୍ଟ ସେମାନଙ୍କର ମଏଶ୍ଚରାଇଜେସନ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକା ଦରକାର। ଗାଧେଇ ସାରିଲା ପରେ ଗୋଟେ ଗ୍ଲିସେରିନ୍ ବେସ୍ଡ ସାବୁନ ୟୁଜ୍ କଲେ ସେମାନେ ଭଲ, ଯୋଉଟା ଆପଣଙ୍କ ସ୍କିନ୍‌କୁ ଅଏଲି ରଖିବ। ଆଉ ଗାଧେଇଲା ବେଳେ ବେଶୀ ସ୍କ୍ରବ୍ କରିବେନି ଦେହକୁ। ଆଉ ଗାଧେଇ ସାରିକି ବଡିଟା ଓଦା ଓଦା ଥିବ ଭଲ କି ମଏଶ୍ଚରାଇଜ କରିବେ। ପାଦରେ ବେଶୀ ହାତ ପାଦ ବେଶୀ ମଏଶ୍ଚରାଇଜେସନ ଦରକାର। ଆଉ ସ୍ତ୍ରୀ ଲୋକମାନଙ୍କୁ କହିବି ସବୁ କଥାରେ ଯାଇକି ଟିକେ ଟିକେରେ ସବୁବେଳେ ହାତ ଧୁଅନ୍ତୁ ନାହିଁ। ଧୋଇଲେ ବି ଖାଲି ପାଣିରେ ଧୁଅନ୍ତୁ, କିନ୍ତୁ ସର୍ଫ ଡିଟର୍ଜେଣ୍ଟ ହାତ ୟୁଜ୍ କଲାବେଳେ ସବୁଠୁ ଭଲ ଗୋଟେ ଗ୍ଲୋଭ୍ସ ୟୁଜ୍ କରନ୍ତୁ। କାମ ସରିଲା ପୁଣି ଆଉ ଥରେ ମଏଶ୍ଚରାଇଜ କରନ୍ତୁ। ଆଉ ଗୋଟେ ଗ୍ରୁପ ଲୋକ ହେଲେ ଯୋଉମାନେ ଛୋଟ ପିଲା, ନୂଆ ଜନ୍ମ ଛୁଆ କିମ୍ବା ଛୋଟ ପିଲା, ସେମାନଙ୍କ ଦେହ ବହୁତ ସେନ୍ସିଟିଭ। ତେଣୁ ଯାହା ବି ତାଙ୍କୁ ମଏଶ୍ଚରାଇଜର ଲଗେଇବେ ତାଙ୍କ ପାଇଁ ଅଲଗା ଟାଇପ୍ର ମଏଶ୍ଚରାଇଜର ଡାକ୍ତରଙ୍କଠୁ ପଚାରିକି ଆଣନ୍ତୁ, କାରଣ ତାଙ୍କ ସ୍କିନ୍‌ରେ ଆମେ ଯଦି ମନ ଇଚ୍ଛା ମଏଶ୍ଚରାଇଜର ଲଗେଇବେ ଯୋଉଥିରେ କେମିକାଲ ଅଛି ତାଙ୍କୁ ଆବଜର୍ଭ ହେଇଯିବ। ତେଣୁ ସବୁବେଳେ ଡାକ୍ତର ପରାମର୍ଶ କରିବେ ମଏଶ୍ଚର ଛୋଟ ଛୁଆଙ୍କୁ ଯୋଉମାନେ ବର୍ଷେ ଯାଏଁ କି 2 ବର୍ଷ ଯାଏଁ ତାଙ୍କୁ ଲଗାନ୍ତୁ। ଆଉ ଦ୍ୱିତୀୟ କଥା, ଅତି ଜନ୍ମ ମାନେ ଗାଁ ମାନଙ୍କରେ ଯୋଉମାନେ ଅଛନ୍ତି ମଏଶ୍ଚରାଇଜର ଗୋଟେ ବହୁତ ଶସ୍ତା ଜିନିଷ ବି ନୁହଁ, ଇଜ ରିଏଲି କଷ୍ଟଲି ଜିନିଷ, ସମସ୍ତେ ଆଫୋର୍ଡ କରିବା କଷ୍ଟ। ଆପଣ ଗୋଟେ ଖାଲି ବାଉଲରେ ନଖ ଉଷୁମ ପାଣି ତା ଦେହରେ ଟିକେ 2 ଚାମଚ ନଡ଼ିଆ ତେଲ ଟିକେ ପକେଇ ଦିଅନ୍ତୁ, ମରା ନଡ଼ିଆ ତେଲ, ଘର ନଡ଼ିଆ ତେଲ, ସେଇଥିରେ ଗାଧେଇ ଦିଅନ୍ତୁ। ଆଉ ଗାଧେଇବା ଆଗରୁ କୌଣସି ତେଲ ଫେଲ ଘଷନ୍ତୁନି, କାରଣ ତେଲ ଯଦି ଲଗେଇ ଦେଲେ ଦେହରେ ଆଉ ପାଣି ଲାଗିବନି। ପାଣି ନ ଲାଗିଲେ ମଏଶ୍ଚରାଇଜେସନ ଜମା ବି ରହିବନି। ତେଣୁ ଗାଁ ମାନେ ଯୋଉମାନେ ଛୋଟ ପିଲାଙ୍କୁ ଏତିକି ମାନନ୍ତୁ ଯେ କିଛି ତେଲ ଲଗେଇବା ଦରକାର ନାହିଁ। ଗାଧେଇବା ବାଥ୍ ଟବରେ ଟିକେ ପକେଇ ଦେଇକି ନଡ଼ିଆ ତେଲ ଗାଧେଇ ସାରିଲା ପରେ ସେଇ ପାଣିରେ ଟିକେ ଧୋଇଦେବେ। ଧନ୍ୟବାଦ ନା ସାର୍। ଆପଣ ଶୁଣୁଥିଲେ ଯେ ଶୀତ ଦିନେ ଚର୍ମର କେମିତି ଯତ୍ନ ନେବେ, କୋଉ ଭଳିଆ ଯତ୍ନ ନେବେ, କଣ ଖାଇବେ କଣ ଖାଇବେନି, ଏଭଳିଆ ଗୁରୁ ମନ୍ତ୍ର ଦଉଥିଲେ। ଏ ଯୋଉ ସ୍ୱାସ୍ଥ୍ୟ ମନ୍ତ୍ର ଦଉଥିଲେ ଡକ୍ଟର ଚର୍ମରୋଗ ବିଶେଷଜ୍ଞ ପ୍ରଫେସର ସୁରଜିତ ନାୟକ, ବ୍ରହ୍ମପୁରରୁ ପ୍ରଦୀପ୍ତ ପରିଚ୍ଛା, କନକ ନ୍ୟୁଜ୍।